ମ୍ୟୁଜିକ୍ ଥେରାପିଷ୍ଟରୁ ମ୍ୟୁଜିକ୍ ଶୋର ଚାମ୍ପିୟନ, ଓଡ଼ିଶାର ଝିଅ ପିନ୍ଧିଲେ ଇଣ୍ଡିଆନ୍ ଆଇଡଲର ତାସ୍। ସଙ୍ଗୀତ ଖାଲି ମନୋରଞ୍ଜନ ମାଧ୍ୟମ ନୁହେଁ, ଏହା ଆତ୍ମାକୁ ଶାନ୍ତି ଦେବାର ଏକ ଅମୋଘ ଅସ୍ତ୍ର। ଆଉ ଏକଥା ଅକ୍ଷରେ ଅକ୍ଷରେ ପ୍ରମାଣିତ କରିଛନ୍ତି ଓଡ଼ିଶାର ପ୍ରତିଭାବାନ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ। ନିଜର ଯାଦୁଗରୀ ସ୍ୱରରେ କୋଟି କୋଟି ଦର୍ଶକଙ୍କର ହୃଦୟ ଜିଣି ଜାତୀୟ ରିଏଲିଟି ଶୋ ଇଣ୍ଡିଆନ୍ ଆଇଡଲ 16ର ତାସ୍ ପିନ୍ଧିଛନ୍ତି ଜ୍ୟୋତିର୍ମୟୀ। ଏ ସଫଳତା ପରେ ପୁଣି ଚର୍ଚ୍ଚାକୁ ଆସିଛି ତାଙ୍କ ବଡ଼ପଣର କାହାଣୀ। 24 ବର୍ଷୀୟ ଜ୍ୟୋତିର୍ମୟୀଙ୍କର ଜୀବନର ଲକ୍ଷ୍ୟ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ନିଆରା। ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ନିଜର ସ୍ୱରର ଯାଦୁ ଦେଖାଇବା ପୂର୍ବରୁ ସେ ସଙ୍ଗୀତକୁ ସମାଜସେବା ଓ ରୋଗୀଙ୍କ କଷ୍ଟ ଲାଘବ ପାଇଁ ବ୍ୟବହାର କରି ଆସୁଛନ୍ତି। 2023ରେ ସେ ଚେନ୍ନାଇ ସ୍କୁଲ ଅଫ୍ ମ୍ୟୁଜିକ୍ ଥେରାପିରୁ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଏହାପରେ ସେ କ୍ୟାନ୍ସର ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ରୋଗୀମାନଙ୍କୁ ମ୍ୟୁଜିକ୍ ଥେରାପି ଦେବା ଆରମ୍ଭ କରିଥିଲେ। ଯନ୍ତ୍ରଣା ଭୋଗୁଥିବା କ୍ୟାନ୍ସର ରୋଗୀଙ୍କ ପାଖକୁ ଯାଇ ସେ ନିଜ ସୁମଧୁର ସ୍ୱରରେ ଗୀତ ଶୁଣାଇ ସେମାନଙ୍କ ମାନସିକ ଓ ଶାରୀରିକ ସ୍ତରରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ରୋଗୀମାନଙ୍କ ମୁହଁରେ ହସ ଫୁଟାଇବା ଓ ସେମାନଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ତାଙ୍କ ଜୀବନର ସବୁଠାରୁ ବଡ଼ ଉପଲବ୍ଧି ବୋଲି ଜ୍ୟୋତିର୍ମୟୀ ମାନନ୍ତି। ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ପରିବାର ଲୋକେ ତାଙ୍କ ଆଗ୍ରହ ଦେଖି ତାଙ୍କୁ ସଙ୍ଗୀତ ଶିକ୍ଷା ଦେବା ପାଇଁ ଆରମ୍ଭ କରିଥିଲେ। ସେ ହିନ୍ଦୁସ୍ତାନୀ, କ୍ଲାସିକାଲ ଏବଂ ଲାଇଟ୍ ମ୍ୟୁଜିକ୍ରେ ଗଭୀର ଶିକ୍ଷା ଲାଭ କରିଛନ୍ତି। ସପ୍ତମ ଓ ଦଶମ ଶ୍ରେଣୀରେ ପଢ଼ିବା ସମୟରେ ଇଣ୍ଡିଆନ୍ ଆଇଡଲରେ ଭାଗ ନେବା ପାଇଁ ସେ 2 ଥର ଉଦ୍ୟମ କରି ବିଫଳ ହୋଇଥିଲେ, କିନ୍ତୁ ହାର ମାନି ନଥିଲେ ଜ୍ୟୋତିର୍ମୟୀ। ନିଜର ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ଅଭ୍ୟାସ ବଳରେ ସେ ଆଜି ଇଣ୍ଡିଆନ୍ ଆଇଡଲ୍ 16ର ସର୍ବୋଚ୍ଚ ଶିଖରରେ ପହଞ୍ଚି ବିଜୟ ହୋଇପାରିଛନ୍ତି। ଜାତୀୟ ସ୍ତରରେ ପରିଚୟ ପାଇବା ପୂର୍ବରୁ ଜ୍ୟୋତିର୍ମୟୀ ଓଡ଼ିଆ ସଙ୍ଗୀତ ଜଗତରେ ଜଣେ ପରିଚିତ ଚେହେରା। ସେ ଅନେକ ଓଡ଼ିଆ ସିନେମାରେ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ କଣ୍ଠ ଦାନ କରିଛନ୍ତି। ତାଙ୍କ ଗୀତଗୁଡ଼ିକ ମଧ୍ୟରେ ଚାରିଧାମ ଭିତରୁ ଗୋଟିଏ ଧାମ, ପାଗଳ ଭଅଁର, ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ ଭଳି ଲୋକପ୍ରିୟ ଗୀତ ସାମିଲ ରହିଛି, ଯାହା ଓଡ଼ିଆ ଶ୍ରୋତାମାନଙ୍କ ଦ୍ୱାରା ଖୁବ୍ ଆଦୃତ ହୋଇଛି। ଇଣ୍ଡିଆନ୍ ଆଇଡଲ୍ 16ର ଟ୍ରଫି ଉଠାଇବା ପରେ ଜ୍ୟୋତିର୍ମୟୀ କହିଛନ୍ତି ଯେ ଓଡ଼ିଆଙ୍କ ଭଲ ପାଇବା ଓ ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଯୋଗୁଁ ତାଙ୍କର ସ୍ୱପ୍ନ ସାକାର କରିପାରିଛନ୍ତି। ଆଗାମୀ ଦିନରେ ନିଜ ସଙ୍ଗୀତ ମାଧ୍ୟମରେ ଅଧିକରୁ ଅଧିକ କ୍ୟାନ୍ସର ରୋଗୀଙ୍କୁ ସାହାଯ୍ୟ କରିବା ସହ ଥେରାପି ମାଧ୍ୟମରେ ସେମାନଙ୍କୁ ନୂଆ ଜୀବନ ଦେବା ତାଙ୍କର ପ୍ରମୁଖ ଲକ୍ଷ୍ୟ। ସଙ୍ଗୀତ ସାଧନାରୁ ଆରମ୍ଭ କରି କ୍ୟାନ୍ସର ରୋଗୀଙ୍କ ସେବା ଓ ଶେଷରେ ଇଣ୍ଡିଆନ୍ ଆଇଡଲ୍ ବିଜେତା ପ୍ରମାଣିତ କରେ ଯେ ନିଷ୍ଠା, ସମର୍ପଣ ଥିଲେ ମଣିଷ ଯେକୌଣସି ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ।